तू बिना नहीं रे मो तो स्नेहरे बंधा मो स्नेहरे बंधा तू मो स्नेहरे बंधा तू गोटे कथा न देखला लोक देख कही चकारी चिपे को बारे आदित्य नारायण बा अरे तुमको तुम सत्य धन्यवाद देती रही पारुनी अरे तुम्हें जो राजा घर चाकर आमे भी थिलु राजा घर चाकर आज भाग्यर विडंबना देख तुम्हें राजार समुदी आमे साई चाकर को चाकर हुआ अरे मुझे भावुले राज्य राजा हे सेनापति दिग्विजय सिंह आ मु हेबी तांकर महामंत्री किंतु देखिला बेलकु भलटा हेला ओलो ना ये कथा को कहीं मोटे हजम होनी तुरंत जाइए कथा को जड़े देवी अरे एमती गोले घाटे चकटी देवी मो कथार से सेनापति उठब आउ बसब अरे मो ना चट पात्र भल बेलपटा राखी गले पूरा छिन्न आग जाए कथाटा जदि न चढ़े भी गोलमाल ना आग जाए रे मो सब मिछ सतरे को राज्य जब पागल हो गले हां सामान्य मंत्र स्त्रीटा मरी गला बोली को राजा और मंत्री समुदे हे जबे नाही 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 मैं कथा आत्मविश्वास करि पारे ना अरे कथा रे परा अछि जहां न देखिछो बेनी नयने परते न जीव गुरु वचने नाही 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 अरे सेनापति बाबू एने प्रणाम करी मस्त जटपत्र आज्ञा ए ओबेलो रे या ओबेलो से जट टकिला दिए कोन कहिबा को चाहछो हां कुंभीर आसी मती नरी पहुंचलानी सेनापति बाबू कहउचंती कोन हेइची बोली अरे कोन कहिबा तो सीधा सीधा को बुढा लोग सीधा कहबी तो सुनिबे तो बलिष्ठ बिरहा सुना मोहरा गिरा बलिष्ठ बिरहा हाथ छोड़ा हेबो हाथ छोड़ा हेबो हाथ छोड़ा हेबो हे हाथ छोड़ा हेबो हाथ छोड़ा हेबो सुजोग हटोरा बलिष्ठ बिरहा ए सुना मोहरा गिरा सुना मोहरा गिरा बलिष्ठ बिरहा राज्य सेनापति राज्यटा मो हाथ मुठारे आ मोर कोन हाथ चलाबो कोन हाथ चलाबो अरे एते बड़ वीर होइर राज्य रे केते दिन खटु थिबो चाकर जीवन थिबा पर्यंत कौशल प्रयोग करिर सुजोग राज्य सिंहासन छड़ा वीर तमरु वंदंती आहे सेनापति तमरु वंदंती आहे सेनापति काशी राज्य राजा हुआ ए थारा बलिष्ठ वीरा सुनो काने सुनो न के सुनो मोहरा गिरा सुनो मोहरा गिरा बलिष्ठ वीरा
କଣ କହିବାକୁ ଚାହୁଁଛୁ ତୁ? ଆଜ୍ଞା କଣ କହିବାକୁ ଚାହୁଁଛି ନା ଅଜଣା ଚାଉଳର ଭାତ ଖାଉଛ ମାନେ ମାନେ ଅର୍ଥଟା ବୁଝିପାରୁନ ଆଜ୍ଞା ଏଇନେ ମହାମନ୍ତ୍ରୀ ଆଉ ରାଜା ସମୁଦି ହେଇ ସାରିଲେଣି ଭଲ ହେଇଛି। କଣ ଭଲ ହେଇଛି ଶୁଣେ ବିଚରା ମଧ୍ୟ ସ୍ତ୍ରୀଟା ମରିଗଲା। ନିଜ ସ୍ତ୍ରୀ ତ ନାଇଁ ଛାତିଟା ଫାଟି ଯାଉଛି ଆମ ସହକର୍ମୀ ତ ସହକର୍ମୀ ନୁହ ସରୁ ଭାଇ କୋଟ ରଟ। ଆଉ ଚିତ୍କାର କଲେ କଣ ହବ ଆଜ୍ଞା ଆପଣଙ୍କୁ ଯଦି ସେ କଥା କହିବି ଆପଣଙ୍କ ମୁଣ୍ଡ ଫୁଣ୍ଡ କିଛି କାମ କରିବ ନାହିଁ। କଣ କହିବାକୁ ଚାହୁଁଛୁ? ଆହାରେ ଅଜଣା ଚାଉଳର ଭାତ ଖାଉଛ ନା ଚାରି ଚାରିକି ଅଜଣା ହେଉଛ ବାହା ତାହେଲେ ଶୁଣିବେ ଶୁଣିବେ ଆଜ୍ଞା ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା? ଆମର ଆଉ ସେନାପତିର ଆବଶ୍ୟକ ନାହିଁ ଆମର ସେନାପତି ବାଜ୍ୟ ଲୋକ ଆମର ସେନାପତି ଧୋକାବାଜ ଆମର ସେନାପତି ଚରିତ୍ରହୀନ ଆମର ସେନାପତି ମାଇଚିଆ ଆମର ସେନାପତି ନପୁଂସକ ଆମର ସେନାପତି ମଦୁଆ আমার সঙ্গে মাতারি বড় সভাপতি গো এটা কথা শুনে চাল পড়ে রাজ্য রাজা ହେବ সমুদ্র ভাঙি ধরব হ্যাঁ হ্যাঁ তুমি ওটাই নপুংসক କଣ କହିଲା ମନ୍ତ୍ରୀଟା ମତେ? ହଁ ମୁଁ ଗୋଟାଏ ନପୁଂସକ? ଆଜ୍ଞା ଆରେ ଆରେ ସେ ମନ୍ତ୍ରୀଟା ମୋହରି ହାତ ହିଁ ମରିବ। ଆପଣ ମୋ ନିଜ ଲୋକ ବୋଲି କହିଦେଲି ଆଜ୍ଞା ଆପଣ ଏବେ ଯାହା କରନ୍ତୁ ମନ୍ତ୍ରୀଟାକୁ ବି ମାରିବେ ଆଉ ମନ୍ତ୍ରୀର କଣ ଛୁଆ ତଣ୍ଟି ଚିପି ରକ୍ତ ପେଇଯିବି ରକ୍ତ ଆଉ ଦରକାର ପଡିବ ରାଜାକୁ ବି ମାରି ହେଲେ ଆସ୍ତେ ଏ ବହି ଯାଉଥିବା ପବନର ବି କାନ ଅଛି ଯେମିତିକି ଏ କଥାଟା ରାଜା କି ମନ୍ତ୍ରୀଟା ନ ଜାଣିପାରୁ। ଆରେ ଏଠାରୁ ତୁ ଅଛୁ ମୁଁ ଅଛି ଆଜ୍ଞା ଆଉ କିଏ ଜଣେଇବ ରାଜାକୁ? ନା ନା ଚାଲନ୍ତୁ ଆଜ୍ଞା ଡେରି କରିବାନି ସେଇ ଶଳା ମନ୍ତ୍ରୀଟାକୁ ଖୋଜା ଖୋଜିକିରି ମାରି ଆଜ୍ଞା ଆଜ୍ଞା କେଉଁଠି ଦୌଡ଼ିକି ଚାଲିଗଲା ଆଜ୍ଞା ଏ କଥାଟା ଯାଇକି ରାଜାକୁ କହିଦେଲେ ସବୁ ସରିଗଲା ଆଜ୍ଞା କିଏ ହଉ ସେ ଅଲବତ ମରିବ। ଆରେ ଯିଏ ଆମ କଥା ଶୁଣି ସାରିଛି ଆଜ୍ଞା ତା ଜୀବନକୁ ଲୋଭ ନାହିଁ ଆଜ୍ଞା ଏବେ ଏଇନେ ଯିବା ଆଉ ମନ୍ତ୍ରୀକୁ ହେଲେ ଚାଲନ୍ତୁ ଆଜ୍ଞା ଡେରି କରିବାନି ଆଗ ଚାଲନ୍ତୁ ଆରମ୍ଭ ହେଲା ଦ୍ୱାପର ଯୁଗର ମହାଭାରତର ପ୍ରଥମ ଅଧ୍ୟାୟଟା ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରାଇବା ପାଇଁ ଶକୁନିଟା ପୋଷା କାଟି ଫେଙ୍ଗିକି ରାଜା କରାଇଥିଲା କିନ୍ତୁ ଏ କଳିଯୁଗରେ ତ ମୋ ହାତରେ ପୋଷା କାଟି ନାହିଁ କେମିତି ରାଜା କରାଇବି ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଲପଟା ଆଉ ରାଗି ଗଲେ ପୁରା ଛିନ୍ନ ଛଟ ଆରେ ଚଲ ଚଲ ହେଇ ମନେ ପଡ଼ିଯାଇ ସେଇ ଅତୀତର କଥା ଏଇ କାଶୀ ରାଜ୍ୟର ରାଜା ଯେତେବେଳେ ମୋ ଭଉଣୀକୁ ଭଲ ପାଇଥିଲା ମୁଁ ଖୁସିରେ ପାଗଳ ହେଇଯାଇଥିଲି ସାମାନ୍ୟ ଚାକରର ଭଉଣୀ ପୁଣି ରାଜାଙ୍କର ବୋଉ ହବ ରାଜା ହସ୍ତରୁ ସୌଦା ପିନ୍ଧିବ ମଠରେ ସିନ୍ଦୁର ନବ କିନ୍ତୁ ମୋ ଭଉଣୀର ଆଶାଟା ଆଶାରେ ରହିଗଲା ପ୍ରତାରଣା କରିକି ରାଜାଟା ମୋ ଭଉଣୀକୁ ତଣ୍ଟିଆ ମାରିକି ବାହାର କରିଦେଲା ବିଚାରି ଭଉଣୀଟା ସହଜରେ ଗ୍ରହଣ ନ କରିପାରେ ଆତ୍ମହତ୍ୟା କରିଦେଲା। ଭଉଣୀ ସେ ଆତ୍ମହତ୍ୟା କରିଦେଲା କିନ୍ତୁ ଏଟା ଛୋଟ ଭାଇଟା ବଞ୍ଚିଛି ଛାଡ଼ିବିନି ବେ ରାଜବଂଶଟାକୁ ସମୂଳେ ବିନାଶ କରିଦେବେ ବିନାଶ ହେ ସୂର୍ଯ୍ୟଚନ୍ଦ୍ର ଦଶ ଦିଗ ପାଳ ଆଜି ଏ ଜଟପାତ୍ର ଶପଥ କରିକି କହୁଛି ରାଜବଂଶଟାକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରିପାରି ଜଟପାତ୍ର ମୁଁ ଜଟପାତ୍ର ଭଲରେ ଥିଲେ ବେଲପଟ ଆଉ ରାଗି ଗଲେ ପୁରା ଛିନ୍ନ ଛଟ
প্রিয় দর্শক বন্ধু মঞ্চতে ଠାକୁରେ ମୋର ଏଇ ଦି କର୍ଣ୍ଣ କଣ ଚୁଡ଼ିଲା ଏଇ ଦି ଜଣ ନରହନ୍ତା ମାନେ ମୋତେ ଆଉ ମୋ ଶିଶୁ ପୁତ୍ରକୁ ମାରିଦେବେ ନାଇଁ ମୁଁ ଏ ରାଜ୍ୟରେ ରହିବିନି ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି ଦରକାର ନାହିଁ ମୋ ପୁଅ ପାଇଁ ଏ ରାଜକନ୍ୟା ଦରକାର ନାହିଁ ମୋ ପୁଅ ପାଇଁ ଏ ରାଜ ସିଂହାସନ ଯାଏ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି ମୁଁ ଏ ରାଜ୍ୟକୁ କେବେ ବି ଫେରିବିନି ଯାଏ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି আরে আদিত্য বাবু তুমি পুরি এটি কোণ হয়েছি আখিরু দার দার হইল ওটা বাহারি পড়ুছি পুরি কলা শিশুটাকে ধরিকি কুয়াড়ে বাহারিଛନ୍ତି ଆପଣ ଜାଣିନାହାନ୍ତି କି ମୋତେ ଆଉ ମୋ କଳା ଶିଶୁ ପୁତ୍ରକୁ ଛାଡ଼ି ମୋ ପଦ୍ମାବତୀ ଆର ପାରିକୁ ଚାଲିଗଲା ମୋ ପୁଅ କାନ୍ଦୁଥିଲା ତ ସେଥିପାଇଁ ଏ ଉଦ୍ୟାନରେ ଟିକେ ମୋ ପୁଅକୁ ବୁଲାବୁଲି କରୁଥିଲି এই সময় তোমার স্ত্রীটা ছাড়ি যাবার নথলা অনেইল ମୁଁ କ'ଣ କହୁଥିଲି କି ଏଇନେ ଆଉ ଗୋଟାଏ ଦ୍ୱିତୀୟ ବାହା ହେଇଯାଅ ବାସ୍ ନାଇଁ ଗୁମାସ୍ତା ବାବୁ ମୁଁ କେବେ ବି ଦ୍ୱିତୀୟ ବିବାହ କରିବିନି ତୁମ ପାଇଁ ନୁହଁ ତୁମର କ'ଣ ଶିଶୁ ପାଇଁ କହୁଛି ମୁଁ ଆରେ ତୁମେ ବି ରାଜା ଘର ଚାକର ଆମେ ବି ରାଜା ଘର ଚାକର ରାଜା ଘର ଗଲେ ନ ଗଲେ କ'ଣ ପେଟଟା ଚାଲିପାରିବ ଆରେ ପେଟ ପାଇଁ ତ ନାଟ ନା ତେଣୁ କରି ତୁମେ ଆଉ ଗୋଟେ ବାହା ହେଇଯାଅ ସେଇ ବାହା ହେଲେ ସେଇ ସ୍ତ୍ରୀଟା ଆପଣଙ୍କର ଛୁଆର ଦେଖାଶୁଣା କରିବେ ନାଇଁ ଗୁମାସ୍ତା ବାବୁ ମୁଁ ମୋ ପୁଅକୁ ନେଇ ରାଜଉଆସକୁ ଯିବି ମୁଁ କେବେ ବି ଦ୍ୱିତୀୟ ବିବାହ କରିବିନି କଥାକୁ ବୁଝିବାକୁ ଚେଷ୍ଟା କରେ ମନ୍ତ୍ରୀ ମହୋଦୟ ଆପଣ ନିଜ ଆଜ୍ଞା ଏଇନେ ମହାମନ୍ତ୍ରୀ କ'ଣ କହିଲେ ଜାଣିଛନ୍ତି ଆବେ ଚଟ ସେଇ ସେନାପତି କୁକୁରଟା ଗଲା କୁଆଡ଼େ ସେଇ ଶଳା ମାଇଚ ନପୁଂସକ ଗଲା କୁଆଡ଼େ ଏଇନେ ଯଦି ସେଇ ଶଳାକୁ ଦେଖିଦେବି ତାର ତଣ୍ଟି ଚିପିକି ରକ୍ତ ପିଇବି କହିଲା ଆଦିତ୍ୟ ନାରାୟଣ ତାହେଲେ ତମ ଆମ କଥା ସବୁ ଶୁଣି ଦେଇଛ ହଁ ମୁଁ ତମ ଦି ଜଣଙ୍କ କଥା ସବୁ ଶୁଣି ସାରିଛି ଏଇନେ ଯାଉଛି ମୁଁ ମୋ ରାଜାଙ୍କୁ କହିବି ଆରେ ଯା ରାଜାକୁ କହିବୁ ପୁରା ଯା ରାସ୍ତା ଖାଲି ଅଛି ଏଇନେ ଯାଉଛି ମୁଁ ରାଜାଙ୍କୁ କହିବି ଯଦି ଜୀବନ ବଞ୍ଚାଇବାକୁ ଚାହୁଁଛୁ ତୁ କଳା ଛୁଆଟାକୁ ମତେ ଦେଇଦେ ହେଲା ମୁଁ ମୋ ପୁତ୍ରକୁ ଜମା ଦେବିନି ଦବୁନି ନା ଜମା ଦେବିନି ମାରା ବାପା ପୁଅ ଦି ଜଣଙ୍କୁ ମାରିଦେବି ନାଇଁ ସେନାପତି ବାବୁ ନାଇଁ ମୋତେ ଆଉ ମୋ କଳା ଶିଶୁ ପୁତ୍ରକୁ ଛାଡ଼ି ଦିଅ ମୁଁ ଏ ରାଜ୍ୟରେ ରହିବିନି ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି ମୋ ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ବି ଫେରିବିନି ଚାଲିଯିବ ଆରେ এইটি আসিবার পদচিহ্ন থাকে হেলে যাবার খালি গোটিয়ে রাস্তা সেইটা উপরকু তু নিশ্চয় যাব কিন্তু রাজা উয়াসকু নুহে সিধা উপরকু যাব মতে আমার শিশু পুত্রକୁ ଛାଡ଼ି ଦିଅ দেই দে তো কলা ছুয়াটাকু মতে দেই দে ମୁଁ ମୋ ପୁତ୍ରକୁ ଜମା ଦେବିନି আরে কহিলে পরা বাপ পুଅ ଦିଟା এইটি মরিব ମତେ ଛାଡ଼ି ଦିଅ ସେନାପତି ବାବୁ সেনাপতি বাবু এইটা কোন মনীষ মারিবা জিনিস না এটি মনীষ মরিবে আরে বাবু এটি তো মশা দিয়ে মরিবে নাই এইটা হেউছি মনীষ মরা জিনিস
जो जगह मनीष जाति उत्पात करती आपको से जगह व्यवहार कले मनीष को आत्माटा आराम रे स्वर्ग को जाए। कथारे कहती प्रसाद खाइब निज तुंडरे हाथ पोछिब पर मुंडरे। जट पात्र मु जट पात्र भलरे थिले बेल पटाउ रागी गले पूरा छिन्न छ। जय मां भवानी मां लबन दुर्गा आज तोरी करुणे मां ये जंगल रे गोटाए दस्युर परिचय बंचिल मां कोड भाईला मां कोड भाई मत गोटाए ए जंगल रे गोटाए पथहरा मनीष सजाई देइछुला मां। आ कोड भाई मत गोटाए लक्ष्य विहीन मनीष करी बंचिल मां। यही ना कि रे बाबू दस्यु ए जंगल रही लोकंकर मंगल करू जीवन के कहार अनिष्ट घटेबुनी से तू मत जंगल गोटे दस्युर परिचय बंचिल माँ। मानवाक पड़ो माँ मानवाक पड़ो तोर महिमा। अरे हाँ मुझे ए जंगल दस्यु भल मनीष मानक मु गोटाए भल मनीष और शैतान मानक मु गोटाए शैतान। किंतु गोटाए कथा खाई मो मन को बारंबार विव्रत कर। अरे से स्वप्न ना वास्तविक वास्तविक ना स्वप्न कथा भाव हेले आकाशटा मुंड पर छिंटी पड़ुछि आउ पाद तल मारीटा खसी पड़ुछि काईकि से गोटे कथा मो मन को बारंबार व्याख्या सृष्टि करुछि। आउ कथाटा होछि मु नदी रे भासी जाउछि आखल चित्कार करछि ए भाई मते बच्चा। सेपटे मो बड़े भाई आकुल चित्कार कर। अरे अरे के आस मो सान भाई को बचाई दिया।